ଯାହା ବିନା ଗୋଟିଏ ମୁହୂର୍ତ୍ତ ରହି ହୁଏ ନାହିଁ, ଶେଷରେ ସେହି ମଣିଷ ହିଁ ଶିଖାଇ ଦେଇଯାଏ ଏ ଦୁନିଆରେ କେମିତି ଏକା ବଞ୍ଚିବାକୁ ହୁଏ। ପୁରୁଷଟିଏ ବୁଦ୍ଧିମାନ ହେଲେ ଧନ ସମ୍ପତ୍ତି ଶୀଘ୍ର ବଢ଼ିଯାଏ। ନାରୀଟିଏ ବୁଦ୍ଧିମାନ ହେଲେ ଘରର ସୁଖ ଶାନ୍ତି ବଜାୟ ରୁହେ। ପିଲାମାନେ ବୁଦ୍ଧିମାନ ହେଲେ ଶୀଘ୍ର ସଫଳତା ଓ ସମ୍ମାନ ମିଳିଥାଏ। କିନ୍ତୁ ବୃଦ୍ଧ ପିତାମାତା ସାଥିରେ ଥିଲେ ଘର ସ୍ୱର୍ଗଠାରୁ ମଧ୍ୟ ସୁନ୍ଦର ଲାଗିଥାଏ। ସତକୁ କେବଳ ସତ ଭାବରେ କହି ଚାଲନ୍ତୁ, ଦେଖିବେ ଅତିରୁ ଅତି ଭଲ ସମ୍ପର୍କ ଭିତରୁ କିପରି ଶତ୍ରୁତା ବାହାରି ଆସିବ। ସମ୍ପର୍କ କେବେ ଦୂରତାରେ ଶେଷ ହୁଏ ନାହିଁ। ସମ୍ପର୍କ ତ ଶେଷ ହୁଏ ଯେବେ ବିଶ୍ୱାସ ହାର ମାନିଯାଏ। ଭଲ ମଣିଷ ହୁଅ, କିନ୍ତୁ ନିଜକୁ ଭଲ ବୋଲି ପ୍ରମାଣ କରିବା ପାଇଁ ସମୟକୁ ବ୍ୟର୍ଥ କରନ୍ତୁ ନାହିଁ। କାଉ କାହାର ଧନ ଚୋରି କରି ନିଏ ନାହିଁ, ତଥାପି ଲୋକେ କାଉକୁ ଭଲ ପାଆନ୍ତି ନାହିଁ। କୋଇଲି କାହାକୁ କେବେ ଧନ ଦେଇନଥାଏ, ତଥାପି ଲୋକେ କୋଇଲିକୁ ସମସ୍ତେ ଭଲ ପାଆନ୍ତି ତାର ମଧୁର ସ୍ୱର ପାଇଁ। ତେଣୁ ଭଲ କଥା ଟିକେ କୁହନ୍ତୁ, ଦେଖିବେ ସମସ୍ତେ ତୁମକୁ ଭଲ ପାଇବେ ଏବଂ ତୁମେ ସମସ୍ତଙ୍କ ମନ ଜିତି ପାରିବ। ଶ୍ରୀକୃଷ୍ଣ କୁହନ୍ତି, ଭାଙ୍ଗି ଯାଇଥିବା ବିଶ୍ୱାସ ଆଉ ହରାଇଥିବା ସମ୍ପର୍କ କେବେ ବି ଫେରିଆସେ ନାହିଁ। ମହାଦେବ କହିଛନ୍ତି, ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ। ଯଦି ମନ ସଫା ନଥିବ, ଚମକୁଥିବା ଚେହେରାର ବି କୌଣସି ମୂଲ୍ୟ ରହେ ନାହିଁ। ଶ୍ରୀରାମ କହିଛନ୍ତି, କୌଣସି ପଦପଦବୀରେ ନଥାଇ ବି ଯିଏ ଗରିବର ଦୁଃଖରେ ସହାୟ ହୋଇଥାଏ, ସେ ସବୁବେଳେ ପୁଣ୍ୟ ଓ ସମ୍ମାନର ହକଦାର ହୋଇଥାଏ। ଯଦି ଜଣେ ପୁରୁଷ ଏବଂ ସ୍ତ୍ରୀ ଭଲ ବନ୍ଧୁ, ତେବେ ଜରୁରୀ ନୁହେଁ ଯେ ସେମାନଙ୍କ ମଧ୍ୟରେ କିଛି ଖରାପ ସମ୍ପର୍କ ଅଛି। କିଛି ସମ୍ପର୍କ ପବିତ୍ରତା ଠାରୁ ଅଧିକ ସୀମା ଅତିକ୍ରମ କରେ। ପ୍ରକୃତ ସମ୍ପର୍କରେ ଅମୃତ ବର୍ଷା ହେବ, କିନ୍ତୁ ସର୍ତ୍ତ ଏତିକି ଯେ ସମ୍ପର୍କ ସ୍ଥାପନ କର, ହେଲେ କୌଣସି ଷଡ଼ଯନ୍ତ୍ର କର ନାହିଁ। ନିଜର କରିବାକୁ ତ ସମସ୍ତେ କଥା ଦିଅନ୍ତି, କିନ୍ତୁ କଥା ରଖିବାର ସମୟ ଆସିଲା ବେଳକୁ କିଛି ନା କିଛି ବାହାନା କରି ଦୂରେଇ ଯାଆନ୍ତି। କାହା ପାଖରେ ଖାଇବା ପାଇଁ ଗୋଟେ ଟାଇମ୍ର ଚାଉଳ ନାହିଁ, ଆଉ କାହା ପାଖରେ ଏତେ ଅଛି କି ସେ ଫିଙ୍ଗିବା ପାଇଁ ଡଷ୍ଟବିନ୍ ଖୋଜେ। ହଜାରେ ଖୋଜିଲେ ମିଳେ ନାହିଁ ଯେ ହୃଦୟରୁ ଚାହିଁଥାଏ। ଭାଗ୍ୟ ତାକୁ ଖୋଜିକି ଦେଇଥାଏ ଯାହାକୁ ହୃଦୟ ଚାହିଁ ନଥାଏ। ବେଶୀ ଭଲ ପାଉଥିବା ମଣିଷ ଠାରୁ ଟିକେ ଆଘାତ ପାଇଲେ କେବଳ ଆଖିରୁ ନୁହେଁ, ହୃଦୟରୁ ବି ଲୁହ ଝରି ପଡ଼େ।